ଡାକ୍ତରଙ୍କ ଆନ୍ଦୋଳନ ପାଇଁ ମେଡିକାଲରେ କରୁଣ ଚିତ୍ର। ମୃତ୍ୟୁ ପରେ ବି ହୋଇପାରୁନାହିଁ ଶବ ବ୍ୟବଚ୍ଛେଦ, ଯାହାଫଳରେ ମୟୂରଭଞ୍ଜ ଜିଲ୍ଲା ଉଦୁଳା ମେଡିକାଲରେ ପଡ଼ି ରହିଛି ଦୁଇଟି ମୃତଦେହ। କପ୍ତିପଦା ଥାନା ବଡ଼ାମ୍ପଦା ଗ୍ରାମର ଯୁବକ ଭବେଶ ବିନ୍ଧାଣୀ କୌଣସି କାରଣରୁ ବିଷ ପିଇ ଦେଇଥିଲେ। ପରେ ଚିକିତ୍ସା ପାଇଁ ତାଙ୍କୁ ଉଦୁଳା ମେଡିକାଲକୁ ଆଣି ଭର୍ତ୍ତି କରାଯାଇଥିବା ବେଳେ ଗତ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇନପାରି ଶବ ଗୃହରେ ପଡ଼ି ରହିଛି। ସେହିଭଳି ରାଜବରହମପୁର ଥାନା ଗବପାଳ ଗାଁର 15 ବର୍ଷିଆ ନାବାଳିକା ରୁନୁ ନାୟକ ବିଷ ପିଇ ଦେବାରୁ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ଉଦୁଳା ମେଡିକାଲକୁ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ହୋଇନପାରି ପଡ଼ି ରହିଥିବା ଜଣାପଡ଼ିଛି। ସେ ହଠାତ୍ କାଲି ବିଷ ପିଇ ଦେଇଥିବାରୁ ତାକୁ ଆମେ ହସ୍ପିଟାଲ ନେଇକି କେତେବେଳେ ଆସିଥିଲୁ। ନେଇକି ଆସିଲେ? ରାତି ପାଖାପାଖି 2:30 ବେଳେ ଦେଇକି ଆସିଲା ପରେ କ'ଣ ହେଲା ଟ୍ରିଟମେଣ୍ଟ? ଆସିଲା ପରେ ଫାଷ୍ଟ ଟ୍ରିଟମେଣ୍ଟ ତ ତାଙ୍କୁ କିଛି ସମୟ ଆମେ ଓପିଡିର ଟିକେଟ୍ କଲା ପରେ ତାପରେ କେହି ନଥିଲେ। ଆଉ ସେ ଜଣେ ପିଅନ ଜଣେ ବାଲ୍ଟିର ଆମର ପଟାସ ପାଣି ଆଣିକି ଦେଲେ। ସିଏ ପୁଣି ନିଜେ ତାକୁ ପେଇନାହାନ୍ତି, ମୁଁ ନିଜ ହାତରେ ପେଇଲି। ତାପରେ ତାକୁ ହାତ ଲଗେଇକି ବାନ୍ତି କରାଇଲି। ତାପରେ ସେଠୁ ଆସିଲା ପରେ ଆମର ମେଡ଼ିସିନ ୱାର୍ଡ଼ରେ ସେଠି ଗୋଟେ ଇଞ୍ଜେକ୍ସନ୍ ଦେଇଥିଲେ ସାଲାଇନ୍ ମାଧ୍ୟମରେ। ଇଞ୍ଜେକ୍ସନ୍ 15 ମିନିଟ୍ରୁ 20 ମିନିଟ୍ ଭିତରେ ଚାଲିବା ପରେ ସେମାନେ ରେଫର ଲେଖିଦେଇ ସାରିଲେଣି। ସେତେବେଳକୁ ତାପରେ ଆପଣ ବାଜିପଦା ନେଇଗଲେ? ନା, ଆମେ ବାରିପଦା ନେଇନଥିଲୁ। ତାପରେ 15 ମିନିଟ୍ ପରେ ଯେତେବେଳେ ଆମ୍ବୁଲାନ୍ସକୁ ଆମେ ଫୋନ୍ କରିଥିଲୁ, କହିଲେ ଆମ୍ବୁଲାନ୍ସକୁ ଫୋନ୍ କରନ୍ତୁ, ଆସିଲେ ଆପଣ ବାରିପଦା ନେଇଯିବେ, ଆମେ ରେଫର କରିସାରିଛୁ। ମୁଁ କହିଲି ଆପଣ ସାଲାଇନ୍ଟା ଦେଇଛନ୍ତି କିନ୍ତୁ ଦେଖିନାହାନ୍ତି ପେସେଣ୍ଟକୁ, ପୁଣି ତା କଣ୍ଡିସନ୍ କ'ଣ ଅଛି, ପୁଣି ବାରିପଦା ନେଇକି ଯିବା? କହିଲେ ନା କିଛି ଅସୁବିଧା ନାହିଁ, ଏଠି ଡକ୍ଟର ନାହାନ୍ତି, ତେଣୁ ଆପଣ ବାରିପଦା ରେଫର କରିଦେଉଛେ, ବାରିପଦା ନେଇଯିବେ। ତାପରେ ଆମ୍ବୁଲାନ୍ସ ଆସିଲା ପରେ ଯେତେବେଳେ ସେ ଆମ୍ବୁଲାନ୍ସ ପିଲା ଯାଇକି ତାକୁ ଉଠାଇବାକୁ ଯାଇଛନ୍ତି, ତାର ପଲ୍ସ ଟିକେ ନରମାଲ ଥିଲା। ତାପରେ କହିଲେ ଡକ୍ଟରକୁ ଡାକିକି ଆଣନ୍ତୁ, ଆଉ ସେ ଦେଖିନେବେ। ଦେଖିଲା ପରେ କ'ଣ ଠିକ୍ଠାକ୍ ଅଛି କି ନାହିଁ ତାପରେ ଆମେ ନେଇକି ଯିବା ଆଉ। ତାପରେ ଡକ୍ଟର ଦେଖିଲା ପରେ କହିଲେ ପେସେଣ୍ଟ ଡେଥ୍ ହେଇଯାଇଛି। ଆଚ୍ଛା, କେତେ ସମୟ ତଥାପି ଏଠି ଚିକିତ୍ସା ହେଲା? ମାନେ ଆପଣ 2:30 ବେଳେ ଆଣିଥିଲେ କହୁଛନ୍ତି? ଚିକିତ୍ସା ଅତି ବେଶୀଟା 45 ମିନିଟ୍ ହେଇଛି। ମାନେ 45 ମିନିଟ୍ ପର୍ଯ୍ୟନ୍ତ ସେ ଉଦଳା ହସ୍ପିଟାଲରେ ଥିଲେ। ମୟୂରଭଞ୍ଜ ଜିଲ୍ଲା ଉଦୁଳାରୁ ବସନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।